ଆମେ ଚିନ୍ତା କରୁଛନ୍ତି ଯେ ୟୁରିଆ ସାର ବା ଥିମେଟ ବିଷ ପକେଇ ଦେଇକି ବାଇଗଣ ଚାଷ କରିଦେଇ ଛନକା ବାଇଗଣ ଚାଷ ବୋଇତାଳୁ ଗଛ ପତ୍ର ବଡ଼ ବଡ଼ ବୋଇତାଳୁ ହେଲେ ତାହେଲେ ଆମେ ଭଲ ଖାଦ୍ୟ ପାଇପାରୁଛେ ଏବଂ ତାକୁ ଅଧିକା ଦରରେ ବିକ୍ରି କରୁଛେ, କିନ୍ତୁ ସେଇଟା ସମ୍ପୂର୍ଣ୍ଣ ଭୁଲ। ଆଜି ଆପଣମାନେ ଯେ ଚିନ୍ତା କରିବା ଥର ଦରକାର ଯେ ମୁଁ କେମିତି କରିପାରୁଛି, ଆପଣ ନିଶ୍ଚିତ ଭାବରେ କରିପାରିବେ। ବର୍ତ୍ତମାନ ସମୟରେ ଲୋକମାନେ ଚାଷ ଠାରୁ ଦୂରେଇ ଯାଉଛନ୍ତି। ଚାଷୀ ସଂଖ୍ୟା ଧୀରେ ଧୀରେ କମିବାକୁ ଲାଗୁଛି, ଚାଷରେ ଆଗ୍ରହ ପ୍ରକାଶ କରୁନାହାନ୍ତି। ଆମେ ଅଛୁ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ମୈତାପୁର ଅଞ୍ଚଳରେ। ଆମ ସହିତ ଜଣେ ଏମିତି ଚାଷୀ ଅଛନ୍ତି ଯେ କି ଚାଷ କାର୍ଯ୍ୟ କରି ବିଭିନ୍ନ ପ୍ରକାର ଚାଷ କରୁଛନ୍ତି, ଚାଷ କଲେ ଟଙ୍କା ରୋଜଗାର କରୁଛନ୍ତି, ତା ସହିତ ଲୋକମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦେଉଛନ୍ତି। ଏମିତି ଏକ ସଫଳ ଚାଷୀ ଅଛନ୍ତି। ଗଜେନ୍ଦ୍ର ବାବୁ ଜଣେ ଅଛନ୍ତି ଚାଷୀ, ସଫଳ ଚାଷୀ। ଆମେ ତାଙ୍କ ସହିତ ଆଲୋଚନା କରିବା ସେ କ'ଣ ଚାଷ କରୁଛନ୍ତି, କେମିତି ଲାଭବାନ ହେଉଛନ୍ତି। ଆଜ୍ଞା, ଓଡ଼ିଶା ଭାସ୍କର ଆପଣଙ୍କୁ ସ୍ୱାଗତ ଜଣାଉଛି। ମୋର ସ୍ୱାଗତ ଜଣାଉଛି ଏବଂ ମୋର ଅଗଣିତ ଚାଷୀ ଭାଇମାନଙ୍କୁ ମଧ୍ୟ ନମସ୍କାର। ଯେ ମୋ ନାଁ ଗଜେନ୍ଦ୍ର ପ୍ରସାଦ ବେହେରା, ଘର ମୈତାପୁର, ସିମୁଳିଆ ବ୍ଲକ, ବାଲେଶ୍ୱର ଜିଲ୍ଲାରେ ମୁଁ ଜଣେ ଚାଷୀ, ଜୈବିକ ଚାଷୀ। ବିଭିନ୍ନ ଜୈବିକ ଉପାୟରେ ଯେ ନିଜେ ରିସର୍ଚ୍ଚ କରି ଯେ ଜାଣିପାରିଲି କେଉଁଟା ଭଲ କେଉଁଟା ମନ୍ଦ, କାହା ଦ୍ୱାରା ମାଟି ପରୀକ୍ଷା କରାଯାଉଛି, କାହା ଦ୍ୱାରା ମାଟି ଖରାପ ହେଉଛି, କାହା ଦ୍ୱାରା ମଧ୍ୟ ରାସାୟନିକ ସାର ବା କୀଟନାଶକ ଔଷଧର ମାଟି ଖରାପ ହେଉଛି। କିନ୍ତୁ ତା ଦ୍ୱାରା ତାର ବିକଳ୍ପ କଥା ହେଉଛି ଜୈବିକ ଉପରେ ଆମେ ଚାଷ କଲେ ମାଟିର ସୁରକ୍ଷା ରହୁଛି ଏବଂ ଭଲ ଭାବରେ ଫସଲ ବି ଉତ୍ପାଦନ ହେଉଛି। ଯେ ଆମେ ଚିନ୍ତା କରୁଛନ୍ତି ଯେ ୟୁରିଆ ସାର ବା ଥିମେଟ ବିଷ ପକେଇ ଦେଇକି ବାଇଗଣ ଚାଷ କରିଦେଇ ଛନକା ବାଇଗଣ ଚାଷ ବୋଇତାଳୁ ଗଛ ପତ୍ର ବଡ଼ ବଡ଼ ବୋଇତାଳୁ ହେଲେ ତାହେଲେ ଆମେ ଭଲ ଖାଦ୍ୟ ପାଇପାରୁଛେ ଏବଂ ତାକୁ ଅଧିକା ଦରରେ ବିକ୍ରି କରୁଛେ, କିନ୍ତୁ ସେଇଟା ସମ୍ପୂର୍ଣ୍ଣ ଭୁଲ। ଆଜିକା ଆପଣମାନେ ଯେ ଚିନ୍ତା କରିବା ଥର ଦରକାର ଯେ ମୁଁ କେମିତି କରିପାରୁଛି, ଆପଣ ନିଶ୍ଚିତ ଭାବରେ କରିପାରିବେ। ଯେ ଏଇଭଳି ଚାଷ ମୋର ଯେ ପ୍ରଥମ ହେଲା ଯେ ଚାଷ କରିବା ପାଇଁ ଖାଦ୍ୟ ଦରକାର ଜିଆ ଖତ। ମୁଁ ଜିଆ ଖତ 1999 ମସିହାରୁ କରି ଆସିଛି ଏବଂ ତା ଦ୍ୱାରା ବୋଇତାଳୁ, ଜହ୍ନି, କାକୁଡ଼ି, ମୁଖ୍ୟ ହେଲା ହଳଦୀ ମଧ୍ୟ କରୁଛି। ହଳଦୀ, ଉଲ ଏ ଦୁଇଟି ଅଳସୁଆ ଫସଲ। ଯେ ଜହ୍ନି ବି କରିଛି। ବିଭିନ୍ନ ପ୍ରକାର ଯେଉଁ ପରିବା ଚାଷ କରୁଛି ତାର ସ୍ୱାଦିଷ୍ଟ ଅଲଗା ଏବଂ ଭେଣ୍ଡି ମଧ୍ୟ କରିଛି। ଯେ ତାର ମଧ୍ୟ ଯେ ଗୁଣମାନ ଅଧିକା ରହୁଛି। ଯେ ଆମେ ଜୈବିକ ଉପରେ କରିବା ଦ୍ୱାରା ଫଳ କମ୍ ହେଲେ ମଧ୍ୟ ଯେ ଗୋଟେ ବୋଇତାଳୁ ଗଛ ଯଦି ଆମେ 4 ମାସ ବଞ୍ଚେଇ ପାରୁଛେ ସାର ଦେଇକି, ଏଥିରେ 5 ମାସ ବଞ୍ଚିବ। ଆଉ ଗୋଟେ ମାସ ଯେଉଁ ଅଧିକା ବୟସ ହେଇଯାଉଛି ସେଥିରେ ଯେଉଁ ଗୋଟେ ଫଳ ଆସୁଛି ଯେ ସେମ୍ ଫଳ ଆସିଯାଉଛି। ଆମେ ଚିନ୍ତା କରିବା ଏକାଥରକେ ଆମେ 10ଟା ଭେଣ୍ଡି ତୋଳିବା, କିନ୍ତୁ ସେଇଟା ଆମର ଭୁଲ। ଏଇ ଜୈବିକ ଚାଷ କରି ଆଜି ନିଜେ ପରୀକ୍ଷା ସବୁ ଜିନିଷ କରିସାରିଲା ପରେ ଯିଏକି OUT ଭୁବନେଶ୍ୱରର ଯେଉଁ କୃଷି ମହାବିଦ୍ୟାଳୟର ବର୍ତ୍ତମାନ ଯେ ଜୈବିକ କୃଷି ଉପରେ ମୁଁ ହେଉଛି ପ୍ରଫେସର ପ୍ରାକ୍ଟିସରେ ମଧ୍ୟ ନିଯୁକ୍ତି ପାଇଛି। ସେଠାରେ ମଧ୍ୟ ପିଲାମାନଙ୍କୁ ଯାଇ ତାଲିମ ଦେଉଛି ଏବଂ ରାଣୀତାଲ OUTର ରାଣୀତାଲ ଆମର ଯେଉଁ କୃଷି ବିଜ୍ଞାନ କେନ୍ଦ୍ର ସେଠି ମଧ୍ୟ ଯେ ଚାଷୀମାନଙ୍କୁ ଯାଇକି ପ୍ରଶିକ୍ଷଣ ଦେଉଛି। ବର୍ଷ ଯେଉଁ ଚାଷ କରିଛନ୍ତି, ହଳଦୀ ଚାଷ କରିଛନ୍ତି, କେମିତି କ'ଣ ଚାଷ କରିଛନ୍ତି ହଳଦୀ ବିଷୟଟି? ଯେ ମୁଁ ତ ବହୁଳ ମାତ୍ରାରେ ହଳଦୀ ଚାଷ ଚାରିଆଡ଼େ ବାଡ଼କଡ଼ର ବା ବିଭିନ୍ନ ଛାଇ ଜାଗାରେ କରେ। ଏଥର ଟିକେ ସମୟ ଅଭାବରୁ ଯେ ଅଳ୍ପ ଲଗେଇଛି, 6 ଗୁଣ୍ଠ ବିଲର ମୁଁ ହଳଦୀ ଲଗେଇଛି। ଯେ 6 ଗୁଣ୍ଠ ବିଲର ଯେ ବହୁତ ମାନେ ମ୍ୟାକ୍ସିମମ୍ ଯେ କି 4 କୁଇଣ୍ଟାଲ ହଳଦୀ ମୁଁ ତା ପାଇବା ପାଇଁ ଆଶା ରଖିଛି। 4 କୁଇଣ୍ଟାଲ ହଳଦୀର ଦାମ ହେଉଛି, କଞ୍ଚା ହଳଦୀ ଆମେ ବିକ୍ରି କରିଦେବା ଆଜି, ତାହେଲେ କଞ୍ଚା ହଳଦୀ ନ ବିକିକି ଆମେ ତାକୁ ଟିକେ ଶୁଖେଇ ଦେଇକି ଯାଇକି ଆମେ ସିଝେଇ ଦେଇକି ବିକ୍ରି କଲେ ତାହେଲେ ଆମେ କିଲୋ 200 ଟଙ୍କା ଲେଖା ବିକ୍ରି କରିପାରିବା। ଯେ ମୁଁ ତାକୁ ଗୁଣ୍ଡ କରିକି ଗୋଟାଏ ହଳଦୀ ମୁଁ ବିକ୍ରି କରେନି, ଗୁଣ୍ଡ କରି 200 ଟଙ୍କା କିଲୋରେ ବିକ୍ରି କରେ। ଯେ ଅପମିଶ୍ରଣ ହଳଦୀ ବାହାରୁ ଖାଇବା ଦ୍ୱାରା ଆମର ଶରୀର ପାଇଁ କ୍ଷତିକାରକ ହେଉଛି, କୌଣସି ମିଶାମିଶି ନାହିଁ। ସେଥିପାଇଁ ବହୁତ ଦୂରରୁ ଚାଷୀ ଭାଇମାନେ ଆସିକି ଯେ ହଳଦୀ ଗୁଣ୍ଡ ନିଅନ୍ତି ଏବଂ ସେମାନେ ଆସିକି କହନ୍ତି ଯାହା ଭଲ ହଳଦୀ ଗୁଣ୍ଡ ଆଉଥରେ ଆମେ ନେବୁ। ଏଇଭଳି ବିଭିନ୍ନ କାର୍ଯ୍ୟକ୍ରମର ଯେ ହଳଦୀ ଚାଷର ଯାଇକି ବହୁତ ଲାଭ। ଆପଣ ହଳଦୀ ଚାଷ ସହିତ ଆଉ କ'ଣ କ'ଣ ସବୁ ଚାଷ କରନ୍ତି? ଯେଉଁ ହଳଦୀ ଚାଷ ପରେ ମୋର ବୋଇତାଳୁ ଚାଷ କରେ। ଏବେ ନର୍ସରୀ ମଧ୍ୟ ଆରମ୍ଭ କରିଛି। ବର୍ଷା ପାଇଁ ଅଳ୍ପ ଟିକେ ଟିକେ ଚାରା ପକାଇଛି ନର୍ସରୀ, ଯେକି ବର୍ଷକୁ ଯେକି ଟମାଟୋ, ବାଇଗଣ, କୋବି, ଫୁଲ ବା ବିଭିନ୍ନ ପ୍ରକାର ଫଳର ଚାରା ପକାଇକି କମ୍ ସେ କମ୍ ମୁଁ 2 ଲକ୍ଷରୁ 3 ଲକ୍ଷ ଟଙ୍କା ମଧ୍ୟ ବିଜନେସ୍ କରେ। ଚାରା ପକାଇକି ସବୁ ଜୈବିକ ଉପାୟରେ, ରାସାୟନିକ ନାହିଁ, ଜିରୋ ପୁରା ଫର୍ଟିଲାଇଜର ବା କେମିକାଲ। ଯାହା ହଉ ଏଇ ଚାରା ମଧ୍ୟ ପକାଏ। ଆଉ ମଧ୍ୟ କଲରା ବା କଦଳୀ, ବୋଇତାଳୁ ଏସବୁ କରେ। ଆହୁରି ବିଭିନ୍ନ ଜହ୍ନି ବି କରେ। ଖରାଦିନେ ବେଶୀ କାକୁଡ଼ି କରେ, ଏବେ ମଧ୍ୟ କାକୁଡ଼ି କରିଛି। ଆଉ ଏସବୁ ଚାଷ କରେ। ବିନା ରାସାୟନିକ ସାରରେ ଯେଉଁ ଜୈବିକ ପଦ୍ଧତିରେ ଯେଉଁ ଚାଷ କରୁଛନ୍ତି, କେମିତି କ'ଣ ଲାଭ ହେଉଛି? ଜୈବିକ ପଦ୍ଧତିର ଟିକେ ଅମଳ କମ୍। ଅମଳ ଯଦି ଆମେ ଏଇ ଯେଉଁ କହିଲି ଗୋଟେ 3ଟା ବୋଇତାଳୁ ଗଛରେ 11ଟା ବୋଇତାଳୁ ହେଇଛି, କିନ୍ତୁ ସମୟ ଦରକାର। ଆମେ ଚାଷୀମାନେ ଯେ ଅଧୈର୍ଯ୍ୟ ହେଇଯିବା ଯେ ଆମେ ଲଗେଇଦେଲେ ତାର ହେଲାନି, ସେ ପତ୍ର ମୁଡ଼ିଗଲାଣି, ସେ ସରୁ ସରୁ ଡଙ୍କା ଯାଉଛି, କିନ୍ତୁ ସେଟା ସମ୍ପୂର୍ଣ୍ଣ ଭୁଲ। ଆମେ ଯଦି 4 ମାସ ଭିତରେ ବୋଇତାଳୁ ଗଛରୁ ଆମେ 15ଟା କି 20ଟା ବୋଇତାଳୁ ପାଇପାରିବା,
କିନ୍ତୁ ଏଟା 5 ମାସ ଭିତରେ ସେଇ 15-20 ବୋଇତାଳୁ ଆମେ ନିଶ୍ଚିତ ପାଇପାରିବା। କିନ୍ତୁ ଧୈର୍ଯ୍ୟ ଦରକାର। କିନ୍ତୁ এই যে ଜୈବିକ ସାରର କଲା ଦିନେ ତାହେଲେ ଧୀରେ ଧୀରେ ଯେମିତି ହୋମିଓପାଥି ଔଷଧ ଆମ ଦେହ କାମ କରୁଛି ସେଇଭଳି କାମ କରିବ ଏବଂ ସ୍ୱାଦିଷ୍ଟ ଖାଦ୍ୟ। ଆପଣ ଏ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି? ହଁ, ଏଇ ଚାଷ ତ ମୋର ଚାଷ ହେଲା ବୃକ୍ଷ, ମୋର ଚାକିରି ନଥିଲା। ଏବେ ଆହୁରି ଯେ ବୈଜ୍ଞାନିକମାନେ ମୋତେ ଲାଗିକି ଯେମିତି ଯେଉଁ ଅର୍ଗାନିକ୍ ଫାର୍ମିଂର ମୋତେ ଯେ OUETର ପ୍ରଶିକ୍ଷଣ ଦେବା ପାଇଁ ନିଯୁକ୍ତି ଦେଇଛନ୍ତି। ମୁଁ ମଧ୍ୟ ସେଠାରେ ମାସର 10 ଦିନ ଯାଇ କ୍ଲାସ୍ କରିକି ଆସିଛି। ଏଭଳି ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି ଆଉ। କରି ଯେଉଁ ଚାଷୀମାନେ ଅଛନ୍ତି, ଯେଉଁ ଚାଷ କରୁଛନ୍ତି, ସେମାନେ କୋଉ ପଦ୍ଧତିରେ ଚାଷ କଲେ ଭଲ ଉପକାରିତା ପାଇବେ ବା ଲାଭବାନ ହେବେ, ତାଙ୍କୁ ଚାଷୀମାନଙ୍କୁ କ'ଣ କହିବେ? ଚାଷୀମାନଙ୍କୁ ଆମେ ଯଦି କହିବା ଜୈବିକ ଉପାୟରେ ଗୋଟେ ବର୍ଷର ଆମେ ଫର୍ଟିଲାଇଜର ବନ୍ଦ କରିଦିଅ, ଜୈବିକରେ ଚାଷ କର, କିନ୍ତୁ ସେଇଟା ସମ୍ଭବ ନୁହେଁ। 3 ବର୍ଷ ପରେ ଆମେ ଜୈବିକ ଉପରେ ହାତ ଦେବା। ସେ 3 ବର୍ଷ ପର୍ଯ୍ୟନ୍ତ ଯେ ଅଳ୍ପ ଜିଆ ଖତ, ଅଳ୍ପ ଲିମ୍ବ ପିଡ଼ିଆ, ଅଳ୍ପ ବା କରଞ୍ଜି ପିଡ଼ିଆ, ଅଳ୍ପ ସାର ମିଶାଇକି ଆମେ ପ୍ରୟୋଗ କରିପାରିବା। ଯାହା ଶୁଣୁଥିଲେ ଯେଉଁ ସଫଳ ଚାଷୀ ଜଣେ ଅଛନ୍ତି, ସେ ଚାଷ କାର୍ଯ୍ୟ କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି। ତା ସହିତ କୃଷି ବିଭାଗ କେନ୍ଦ୍ର ଯାଇକି ଲୋକମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି, ଚାଷୀମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ବିଶେଷ କରି ତାଙ୍କର ଯେଉଁ ଚାଷ କରିବାର ଯେଉଁ ପ୍ରଣାଳୀ ଅଛି, ସେ କେବଳ ଜୈବିକ ପଦ୍ଧତିରେ ଜୈବିକ ସାର ଉପଯୋଗ କରନ୍ତି ଆଉ ରାସାୟନିକ ସାର କେବେ ସେ ପ୍ରୟୋଗ କରନ୍ତି ନାହିଁ। କେବଳ ଜୈବିକ ସାର ପ୍ରୟୋଗ କରି ଚାଷ କାର୍ଯ୍ୟ କରନ୍ତି ଏବଂ ସେ ବହୁ ଲାଭବାନ ଅଛନ୍ତି। ବାଲେଶ୍ୱର ଶିମୁଳିଆରୁ ସାବିର ଅଲି, ଓଡ଼ିଶା ଭାସ୍କର।